ମୁଁ ଯଦି କହେ ପ୍ରିୟ ପିଲାମାନେ, ଡିଅର୍ ଚିଲଡ୍ରେନ୍, ଭିନ୍ନ ବିଚାର ଆଲୋଚନାକୁ ତମମାନଙ୍କୁ ସ୍ୱାଗତ। ଆପଣମାନେ ଏଇଟା ଶୁଣିକିରି ଆଶ୍ଚର୍ଯ୍ୟ ହେବେ, କହିବେ ସାର୍ଙ୍କର କ'ଣ ମୁଣ୍ଡ ଖରାପ ଅଛି ନା କ'ଣ ଆସିକିରି ଆମକୁ ଆଡ୍ରେସ୍ କରୁଛନ୍ତି ପିଲାମାନେ, ଚିଲଡ୍ରେନ୍। ଆମ ସହିତ ଏତେ ଦିନ ଧରିକି ଇଣ୍ଟରାକ୍ଟ କଲେଣି, ଆମ କମେଣ୍ଟ ପଢ଼ୁଛନ୍ତି, ଆମ ପ୍ରୋଫାଇଲ୍ ଦେଖୁଛନ୍ତି, ଆଉ ଆମ ବୟସ କେତେ ଜାଣିପାରୁନାହାନ୍ତି। ଆମକୁ ଆସିକି କହୁଛନ୍ତି ପିଲାମାନେ, ଏଇଟା କ'ଣ ଠିକ୍? ନା, ଠିକ୍ ଏଇଭଳି ଗୋଟିଏ ଘଟଣା ଘଟିଲା କିଛି ଦିନ ତଳେ ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ଷେତ୍ରରେ। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଜୀବନର ପ୍ରଥମ ରିଲ୍ ତିଆରି କଲେ ଏବଂ ଇନଷ୍ଟାଗ୍ରାମରେ ଅପଲୋଡ଼ କଲେ ରାତି 12ଟା ପରେ। ଯେଉଁ ରିଲ୍ଟି ତିଆରି କରିଥିଲେ ତାର ପୋଜିସନିଂ ଟିକେ ଭୁଲ ଥିଲା, ଆଉ ତାଙ୍କ ସମ୍ବୋଧନର ପ୍ରଥମ ଶବ୍ଦ ଥିଲା ଫ୍ରେଣ୍ଡସ୍। ଏଇ ଜେନ୍ଜି ପିଲାମାନେ ରାତି 12ଟା ତାଙ୍କ ପାଇଁ ସନ୍ଧ୍ୟା, ତେଣୁ ସେ ଆକୁ ଦେଖିଲେ ଏବଂ ସାଙ୍ଗେ ସାଙ୍ଗେ ଜବାବ ଦେଲେ, ରିପ୍ଲାଏ କଲେ, ରୋଷ୍ଟିଂ କଲେ। କ'ଣ କହିଲେ? କହିଲେ ଫ୍ରେଣ୍ଡସ୍? ହ୍ୱାଟ୍ ଫ୍ରେଣ୍ଡସ୍? वी आर नॉट योर फ्रेंड्स अंकल। यार किसी को ऐसा फ्रेंड चाहिए क्या? এইଭଳି ଭାବରେ ଜେନ୍ଜି ପିଲାମାନଙ୍କର ରିଆକ୍ସନ୍, ରିପ୍ଲାଏ ବା ଜବାବ ଥିଲା। ଆସନ୍ତୁ ଆକୁ ଟିକେ ଆମେ ଆଲୋଚନା କରିବା ଏବଂ ସମୀକ୍ଷା କରିବା। ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବୟସ କେତେ ହେବ? 75+। ତାଙ୍କ ମନ୍ତ୍ରିମଣ୍ଡଳର ଯେଉଁମାନେ ସଦସ୍ୟ ଅଛନ୍ତି ବା ପାର୍ଲାମେଣ୍ଟରେ ଯେଉଁମାନେ MP ଅଛନ୍ତି, ସେମାନଙ୍କର ହାରାହାରି ବୟସ କେତେ ହେବ? 60 ରୁ 65 ଇୟର୍ସ। ଜେନ୍ଜି ପିଲାମାନଙ୍କର ବୟସ ହାରାହାରି କେତେ? 15 ରୁ 29 ଭିତରେ। So how can the Gen Z be Prime Minister's friends? You can understand it pretty well. ये जो जेनजी पिलामानଙ୍କର आउटलुक, एटीट्यूड, ओरिएंटेशन, मेंटालिटी टिके डिफरेंट। सेमाने भाषण, प्रवचन, अभिनय, प्रतिश्रुति ये सब को दे डोंट लाइक। दे वांट एक्शन, रिजल्ट, परफॉर्मेंस, डिलीवरी। जेनजी रो कौनसी लीडर न थाए। दे आर लीडरलेस। दे आर कनेक्टेड थ्रू इंटरनेट एंड सोशल मीडिया। सोशल मीडिया इज देयर प्लेटफॉर्म, देयर वेन्यू, देयर ग्राउंड। इशू इज देयर लीडर। तांको पाखरे पैसा नहीं कि AK-47 नहीं, किंतु तांको पाखरे अच्छी कौन? प्रोग्रेसिव थॉट आउ स्मार्टफोन विथ इंटरनेट। They are not past lover, they are future lover. They are not worried for past बा अतीत, सेमाने भविष्यत ପାଇଁ चिंतित। सेमाने मंदिर, मस्जिद, चर्च, गुरुद्वार जाइकरी समय अतिबाहित करती नाही। सेमाने चाहती तांको रोजगार एवं पैसा। जेनजी मानक बाबद रे आउ गोटे कथा हमें जानिबा दरकार। सेटा हला जे सेमाने कौनसी संस्कृत मिश्रित हिंदी शब्द रे प्रभावित हुअन्ते नाही। कहार भाषण रे सेमाने भासी जाती नाही। आपण जदि तांको कहिबे प्रथा, परंपरा, संकल्प, तपस्या किंबा विकसित भारत, आत्मनिर्भर भारत, विश्वगुरु ये सब शब्दर तांको उपरे कौनसी प्रभाव न थाए। These words, these Sanskrit mixed Hindi words do not caught any eyes on them. ताले आपण पचारिबे ताले एमानकर भाषा कोन, एमानकर लैंग्वेज कोन, एमानकर कम्युनिकेशन स्टाइल कोन? दे कम्युनिकेट इन टेक्स्टिंग, मीमिंग, जिफिंग। जानि छथि सब तो सेमान कहंती DM। कहले DM माने कोन? डायरेक्ट मैसेज। सी कहंती UNC। UNC माने अंकल। सी कहंती FR माने फॉर रियल। सी कहंती NGL माने नॉट गन्ना लाई।
ସେ କହନ୍ତି ଫୋମୋ ଫୋମୋ ମାନେ ଫିଅର୍ ଅଫ୍ ମିସିଂ ଆଉଟ୍। ସେ କହନ୍ତି ସିଚୁଏସନସିପ୍ which is not the relationship that we talk about। ଏବେ କୁହନ୍ତୁ ଏଇ ସବୁ ଲାଙ୍ଗୁଏଜ ମୋଦିଜୀ ବା ତାଙ୍କ ସମସାମୟିକ ବ୍ୟକ୍ତିମାନେ କ'ଣ ବୁଝିପାରିବେ ନା ବ୍ୟବହାର କରୁଛନ୍ତି? କେବେ ନୁହଁ। ଠିକ୍ ସେଇଭଳି ଆମର ପରିବାରରେ ବିଭିନ୍ନ ପିଢ଼ିର ଲୋକମାନେ ମଧ୍ୟ ରହୁଛନ୍ତି। ବୁଢ଼ାବୁଢ଼ୀ, ପୁଅ ଝିଅ, ତାଙ୍କ ନାତି ନାତୁଣୀ ଏସବୁ ରହୁଛନ୍ତି। ସେମିତି ସରକାରରେ ବା ସମାଜରେ ବିଭିନ୍ନ ପିଢ଼ିର ଲୋକମାନେ ଅଛନ୍ତି। ଗୋଟେ ପିଢ଼ିର ଲୋକମାନେ ହେଲେ ଯେଉଁ ପୁରୁଣା ଫୋନ୍ ଥିଲା, ଡାଏଲିଂ ଫୋନ୍, ସେଥିରେ ସବୁ ନମ୍ବର ଥିଲା 1 2 3 4 ଇତ୍ୟାଦି ଇତ୍ୟାଦି। ଜଣେ ଡାଏଲ କରିବ କ୍ରିଙ୍ଗ କ୍ରିଙ୍ଗ ହେବ। ସେଇ ଜମାନାର କିଛି ଲୋକ ଅଛନ୍ତି। ତା ପରର ଯେଉଁ ପିଢ଼ି ଆସିଲେ ସିଏ ହେଲେ କର୍ଡଲେସ୍ ଫୋନ୍ ଜମାନାର। ତାପରେ ଯିଏ ପିଢ଼ି ଆସିଲେ ହେଉଛନ୍ତି ନୋକିଆ ଫୋନ୍ ଜମାନାର। ସେଥିରେ ଆପଣ କଲ୍ କରୁଥିଲେ ଏବଂ ମେସେଜ ବି କରିପାରୁଥିଲେ। ଆଉ ଏଇ ନୋକିଆ ଫୋନ୍ ଜମାନାର ଲୋକମାନେ କହିଲେ ଯେ ସେମାନେ ହେଉଛନ୍ତି ମଡର୍ଣ୍ଣ। କିନ୍ତୁ ଜେନ୍ଜି ବାଲା ଏମାନେ ହେଉଛନ୍ତି ସ୍ମାର୍ଟ। ଏମାନେ ବ୍ୟବହାର କରୁଛନ୍ତି ସ୍ମାର୍ଟଫୋନ୍, ଇଣ୍ଟରନେଟ୍। ତା ପର ଯେଉଁ ଆସୁଛି ପିଢ଼ି ସିଏ କିଏ? ଜେନ୍ ଏକ୍ସ, ଜେନ୍ ୱାଇ, ଜେନ୍ ଜେଡ୍ ଏସବୁ ସରିଗଲେ। ତାପରେ ଆସୁଛି ଜେନ୍ ଆଲଫା। ଏମାନେ ହେଉଛନ୍ତି ଏଆଇ ୱାର୍ଲଡର। ତେଣୁ କୁହନ୍ତୁ ଏବେ ଯେ ପ୍ରକୃତରେ ଭାରତର ଭବିଷ୍ୟତ କିଏ? ମୋଦିଜୀ ବା ତାଙ୍କ ସମସାମୟିକ ତାଙ୍କ ବୟସର ଲୋକମାନେ ନା ଜେନ୍ଜି ଏବଂ ତାଙ୍କ ବୟସର ପିଲାମାନେ? ଆପଣଙ୍କର ଉତ୍ତର ଅପେକ୍ଷାରେ। ଥ୍ୟାଙ୍କ ୟୁ ଭେରି ମଚ୍।